ଆଜି ନେଇ ଆସିଛି ବାକ୍ୟ ବିଚାରକୁ ନେଇ ଗୋଟିଏ ବିଷୟକୁ ନେଇ ଗୋଟେ ଚାପ୍ଟର, ଯେଉଁଟାକି ଦଶମ ଶ୍ରେଣୀ ପାଇଁ, ଦଶମ ଶ୍ରେଣୀର ସମସ୍ତ ପିଲାମାନଙ୍କ ପାଇଁ ବ୍ୟାକରଣରେ ଅଛି। ଆମେ ପ୍ରଥମ କ୍ଲାସ୍ରେ ଦେଖିଥିଲା କି ବିଶେଷ୍ୟ ପଦ କ'ଣ, ବିଶେଷଣ ପଦ କ'ଣ ଏବଂ ସମସ୍ତ ପ୍ରକାର ପଡ଼ିଥିଲା। ତାପରେ ଆମେ ଦେଖିବା ଦଶମ ଶ୍ରେଣୀର ବାକ୍ୟ ବିଚାର ବିଷୟରେ କିଛି ଜାଣିବା। ବାକ୍ୟ ବିଚାର କହିଲେ କ'ଣ, ବାକ୍ୟ କହିଲେ କ'ଣ, ସେ ବିଷୟରେ ଜାଣିବା। ତ କୁହାଯାଇଛି ଏଠାରେ କି କହି ଜାଣିଥିଲେ କଥା ସୁନ୍ଦର ଏବଂ ବାନ୍ଧି ଜାଣିଥିଲେ ମଥା ସୁନ୍ଦର। କ'ଣ ନା, କହି ଜାଣିଥିଲେ କଥା ଯେମିତି ସୁନ୍ଦର ଲାଗେ, ଆମେ ଚୁଟି ବାନ୍ଧି ଜାଣିଲେ ମଥା ମଧ୍ୟ ସେତିକି ସୁନ୍ଦର ଦିଶେ। ଠିକ୍ ସେହିପରି ଆମେ ଯଦି କୌଣସି ବ୍ୟକ୍ତି ଆଗରେ ଆମ ବିଷୟରେ ପରିଚୟ ଦେଉଛେ, କୌଣସି ଜାଗାରେ ଆମେ କିଛି ବାକ୍ୟ କହୁଛେ, ସେ ସମୟରେ ଏଥିପ୍ରତି ଧ୍ୟାନ ଦେବା ଉଚିତ କି ଆମେ କ'ଣ କହୁଛେ ଏବଂ ସେ ଯାହା ଆମେ କହୁଛୁ ତାହା ଶୁଣିଲେ ଲୋକେ କ'ଣ ଭାବିବେ, କି ଆମ କଥାବାର୍ତ୍ତାରେ ହିଁ ଆମର ପରିଚୟ ବା ଆମର ସବୁ କିଛି ଜଣାପଡ଼ିଥାଏ। ତାର ଆଚାର ବ୍ୟବହାର କିପରି, ତାହା ସେଇ କଥାବାର୍ତ୍ତାର ହିଁ ଜଣାପଡ଼ିଥାଏ। ସେଥିପାଇଁ ଆମେ ବାକ୍ୟ ବିଚାର ବିଷୟରେ ଆଲୋଚନା କରିବା କି ବାକ୍ୟ ବିଚାର କ'ଣ, ବାକ୍ୟ କ'ଣ ଏବଂ ବାକ୍ୟକୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଇଛି ଏବଂ ବାକ୍ୟରେ ପ୍ରକୃତିରେ କ'ଣ ଅଛି, ଆମେ ବାକ୍ୟକୁ କିପରି ଭାବରେ କି ଢଙ୍ଗରେ କହିଲେ ଲୋକମାନଙ୍କୁ ତାହା ଶୁଣିବା ପାଇଁ ଏବଂ ଜାଣିବା ପାଇଁ ଉତ୍ସାହ କରିବା ପାଇଁ ଆମେ କି ପ୍ରକାରର ବାକ୍ୟ କହିଲେ ଠିକ୍ ହେବ, ତାହା ଆମେ ଆଜି ଆଲୋଚନା କରିବା। ତ କୁହାଗଲା କି ବାନ୍ଧି ଜାଣିଥିଲେ ଯେମିତି ଯେପରି ସୁନ୍ଦର ଦିଶେ, ମଥା ଯେପରି ସୁନ୍ଦର ଦିଶେ, କହି ଜାଣିଥିଲେ କଥା ସେହିପରି ସୁନ୍ଦର ଲାଗେ। ଏଇଟା ଠିକ୍ କଥା। ସାଧାରଣତଃ କଥାଟିକୁ କହି ଜାଣିଥିଲେ ଖୁବ୍ ସୁନ୍ଦର, କହି ଜାଣିଲେ ଖୁବ୍ ସୁନ୍ଦର। ମନୋଭାବକୁ ଆମର ବଚନ ଦ୍ୱାରା ପ୍ରକାଶ କରାଯାଏ। ସେଥିପାଇଁ କେତୋଟି ଅଥବା ସ୍ଥଳ ବିଶେଷ ଅନେକ ଶବ୍ଦ ଆମେ ବ୍ୟବହାର କରୁ, ପୁଣି ଶବ୍ଦକୁ ଖଞ୍ଜାଖଞ୍ଜି କରି କଥାବାର୍ତ୍ତା କରୁ। ଏହା ଫଳରେ କହିବା ବା ଭାବ ପ୍ରକାଶ କରିବାରେ ସହଜ ହୋଇଥାଏ। ଆମେ ଯେତେବେଳେ ବି କୌଣସି ପ୍ରକାର ବାକ୍ୟ ବୋଲୁଛୁ, ନିଜ ବିଷୟରେ କହୁ କି ଅନ୍ୟ ବିଷୟରେ କହୁ, ଯେକୌଣସି ପ୍ରକାର ବିଷୟରେ ବି ଆମେ କହୁ, ତାହା କହିବା ଦ୍ୱାରା କ'ଣ ହୁଏ ନା, ଆମେ ପ୍ରତ୍ୟେକ ବାକ୍ୟରେ ହିଁ କହୁ। ତ ବାକ୍ୟ କି ପ୍ରକାର ବାକ୍ୟ ଆମେ ଠିକ୍ ସମୟ, କେଉଁ ସମୟରେ କି ପ୍ରକାର ବାକ୍ୟ କୁହାଯିବ, କେଉଁ ସମୟରେ କି ବାକ୍ୟ, କେଉଁ ଶବ୍ଦ ନେଇକି ଆମେ ବାକ୍ୟ ଗଢ଼ିବା ଏବଂ କି ସମୟରେ କି ଆମର ବାକ୍ୟ କହିବା, ତାହା ତ ସେ ଯେଉଁ ବିଷୟରେ ଆମେ କହୁଛୁ ସେ ବିଷୟକୁ ଡିପେଣ୍ଡ କରୁଛି। ତ ପ୍ରକୃତିରେ ଆମେ ଯାହା କହୁଛୁ ତାହା ଶୁଣିଲେ ଲୋକେ କ'ଣ ଭାବୁଛନ୍ତି, ତାହା ଆମେ ଚିନ୍ତା କରିବା ଦରକାର। କି ପ୍ରଥମେ ଆମେ ଆମ କଥାବାର୍ତ୍ତାରେ ଜଣାଯାଏ କି ଆମର ଆଚାର ବ୍ୟବହାର କିପରି। ତ ଠିକ୍ ଭାବରେ କହିଲେ ଯାଏ ଆମେ ଆମର ନିଜର ଉନ୍ନତି ହୋଇପାରିବ। ନିଜେ ଆମେ କେତେ ଆମେ ଆଗକୁ ଯାଇଛେ, ମୁଁ ନିଜେ କି କେଉଁ ଷ୍ଟେଜ୍ରେ ଅଛି କି ମୋର କଥାବାର୍ତ୍ତାରେ ହିଁ ଜଣାଯାଇଥାଏ। ତ ଠିକ୍ ସେହିପରି ତଳେ ଦିଆଯାଇଛି କେତୋଟି ଆମର ଉଦାହରଣ। ସେଥିରେ କୁହାଯାଇଛି କ'ଣ, ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୋଳିଲା। ଏ କ'ଣ ସମ୍ପୂର୍ଣ୍ଣ ବାକ୍ୟ? ଏଇଟା କ'ଣ ସମ୍ପୂର୍ଣ୍ଣ ବାକ୍ୟ ନୁହେଁ। ଏଥିରେ କୁହାଯାଉଛି ଅରୁଣ କାଲି କ'ଣ କଲା? କୋଶ୍ଚିନ୍ ଆମକୁ ଯେତେବେଳେ ଆମେ ଏଇ ଉଦାହରଣକୁ ଦେଖିବା, ଉଦାହରଣ ଦେଖିଲେ ଅରୁଣ କାଲି, ଏଇଟା କ'ଣ? ଅରୁଣ କାଲି କ'ଣ କରିଛି କରିନାହିଁ ସେସବୁ କିଛି ଦେଇନାହିଁ। ତ ସେଇଟା କୋଶ୍ଚିନ୍ ରହିଲା। ଗଛରେ କିଏ ଚଢ଼ିଲା? ଗଛରେ ପ୍ରକୃତିରେ କିଏ ଚଢ଼ିଲା, କ'ଣ କଲା, ସେ ଗଛରେ ଚଢ଼ିକି କ'ଣ କଲା, ତାହା ବି ଆମକୁ ମେନସନ୍ କରିନାହିଁ। ଆମ୍ବ ତୋଳିଲା, କିଏ ତୋଳିଲା? ଆମ୍ବ କିଏ ତୋଳିଲା, କେତେବେଳେ ତୋଳିଲା, କାହିଁକି ତୋଳିଲା, ସେଇଟା ଆମକୁ ଜଣା ନାହିଁ। ତ ପ୍ରକୃତିରେ କ'ଣ କୁହାଯାଇଛି କି ସେ ଯେଉଁ ଅଛି
ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୁଲିଲା। ଏଇଟାକୁ ଯେତେବେଳେ ଆମେ ଯୁକ୍ତ କର୍ମା କ ଯୁକ୍ତ ଖ ଯୁକ୍ତ ଗ କରିଦେବା ତ କ'ଣ ହେଉଛି ପ୍ରକୃତିରେ ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୁଲିଲା। ଏଇଟା ହେଉଛି ସମ୍ପୂର୍ଣ୍ଣ ବାକ୍ୟ ବକ୍ତବ୍ୟ ସମ୍ପୂର୍ଣ୍ଣ। ଏହା ମନର ଭାବକୁ ପୂର୍ଣ୍ଣ ରୂପେ ପ୍ରକାଶ କରୁଛି କି ମନର ଭାବକୁ ଆମେ ବୁଝିପାରୁଛୁ କି ପ୍ରକୃତିରେ କାଲି କ'ଣ କଲା ଅରୁଣ କାଲି ଗଛରେ ଚଢ଼ିଲା କେଉଁ ଗଛକୁ ଆମ୍ବ ଗଛକୁ ଏବଂ ଆମ୍ବ ତୁଲିଲା। କାହିଁକି ତୁଲିଲା ଖାଇବା ପାଇଁ। ଏହା ହେଉଛି ସମ୍ପୂର୍ଣ୍ଣ ବାକ୍ୟ ଏବଂ ସେ ବାକ୍ୟକୁ ଶୁଣିଲା ପରେ ଆମେ ଜାଣିଲେ କି ଅରୁଣ ପ୍ରକୃତରେ ଆମ୍ବ ଗଛକୁ ଚଢ଼ି ଆମ୍ବ ତୁଲିଲା କ'ଣ କରିବା ପାଇଁ ଖାଇବା ପାଇଁ ଏହା ଜାଣୁଛୁ। ତ ଏହାକୁ ବାକ୍ୟ କୁହାଯିବ ସେଟାକୁ କ'ଣ କୁହାଯିବ ବାକ୍ୟ ବୋଲି କୁହାଯିବ। ଏହି ବାକ୍ୟ ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୁଲିଲା ଏହି ପଦ ଗୁଡ଼ିକ ବାକ୍ୟରେ ଗୋଟିଏ ଗୋଟିଏ ଏକାଠି ମିଶେ। ଏବେ ପଦ ହେଲା ପଦ କ'ଣ ପଦ ଆମେ ପଢ଼ିଥିଲା କି ଗୋଟିଏ ଶବ୍ଦ ଅର୍ଥ ଥିବା ଶବ୍ଦ ଯେତେବେଳେ ଗୋଟିଏ ବାକ୍ୟରେ ମିଶି ଗୋଟେ ବାକ୍ୟ ତିଆରି କରେ ତାପରେ ତାକୁ ଆମେ କ'ଣ କହୁ ପଦ କହୁ। ଏବଂ ଯେତେବେଳେ ସେ ପଦ ବାକ୍ୟରେ ବ୍ୟବହୃତ ହୁଏ ତ ସେ ବାକ୍ୟରେ ଯେତେବେଳେ ବ୍ୟବହୃତ ହୋଇଯାଇଥାଏ ତାକୁ ଆମେ ଏକକ ବୋଲିକରି କହିଥାଉ। ଗୋଟେ ଗୋଟେ ଏକକ କେଉଁଥିର ଏକକ ନା ବାକ୍ୟର ଏକକ ବୋଲିକରି କହିଥାଉ। ତ ଏକକ ଗୁଡ଼ାକ ମିଶି କ'ଣ ହୁଏ ବାକ୍ୟ ଗଠିତ ହୁଏ ବୋଲିକରି କୁହାଗଲା। ତେଣୁ ଅରୁଣ କାଲି ଇତ୍ୟାଦି ଗୋଟିଏ ଗୋଟିଏ ପଦ ଅରୁଣ କାଲି ଇତ୍ୟାଦି ଗୋଟିଏ ଗୋଟିଏ ପ୍ରଶ୍ନ ଅଛି ଏଠାରେ କ'ଣ ତୁ ଖାଇଛୁ ତୁ ଗୋଟେ ହେଲା ଆଉ ଖାଇଛୁ ଗୋଟେ ଏଇଟା ହେଉଛି ଦୁଇଟା ପଦ ଅଛି କ'ଣ ତୁ ଗୋଟିଏ ପଦ ଏବଂ ଖାଇଛୁ ଗୋଟେ ପଦ। ଉତ୍ତରରେ କ'ଣ ହେଲା ହଁ ମୁଁ ଖାଇଛି ଅଛି ସେ ଉତ୍ତରରେ କ'ଣ କହୁଛି ହଁ କହୁଛି ତ ହଁ ଗୋଟିଏ ପଦ। ଏବଂ ଏଠାରେ କୁହାଯାଇଛି କି ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାକୁ ବାକ୍ୟ କୁହାଯାଏ। ବାକ୍ୟ କାହାକୁ କୁହାଯାଏ ନା ଯେଉଁ ଅର୍ଥପୂର୍ଣ୍ଣ ପଦ କହିଲେ ପଦ ତ କ'ଣ ପଦ କହିଲେ ଯେତେବେଳେ ବାକ୍ୟରେ ମିଶେ ତାକୁ ପଦ ବୋଲି କହୁ। ତ ଅର୍ଥପୂର୍ଣ୍ଣ ଶବ୍ଦ ଯେତେବେଳେ ବାକ୍ୟରେ ବ୍ୟବହୃତ ହୁଏ ତାକୁ ଆମେ ପଦ କହୁ। ଏବଂ ସେଇ ପଦ ଗୁଡ଼ିକ ମିଳନର ଫଳରେ ଗୋଟିଏ ବ୍ୟକ୍ତିର ମନର ଭାବକୁ ପ୍ରକାଶ କରୁଥିବ ତାକୁ ଆମେ ବାକ୍ୟ ବୋଲିକରି କହିବା। ତ ବାକ୍ୟ ଶୁଦ୍ଧ ବାକ୍ୟରେ ଗୋଟିଏ ଶୁଦ୍ଧ ବାକ୍ୟ ଅଛି। ସେ ଶୁଦ୍ଧ ବାକ୍ୟରେ କ'ଣ କ'ଣ ଥାଏ ଯୋଗ୍ୟତା ଥାଏ। ପ୍ରଥମ ହେଉଛି ଯୋଗ୍ୟତା ବାକ୍ୟର ଯୋଗ୍ୟତା କ'ଣ ଯୋଗ୍ୟତା ବିଷୟରେ ଦେଖିବା। ଯୋଗ୍ୟତା କ'ଣ ଏଠାରେ ଆମର ଦେଲା କେତୋଟି ଉଦାହରଣ କ'ଣ ବାଲକଟି ଉଡ଼ୁଛି ଛେଳିଟି ଗାଉଛି ଗଛଟି ପାଣିରେ ଜଳିଗଲା। ଏଇଟା କ'ଣ ଠିକ୍ ଏଇଟା କ'ଣ ଆମେ ଯଦି ଆମେ କ'ଣ କହିଲେ ଆମେ ପଢ଼ିଥିଲା କି ଏକରୁ ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାକୁ ବାକ୍ୟ ବୋଲି କୁହାଯାଏ। ଏଠାରେ କହୁଛି ବାଲକଟି ଉଡ଼ୁଅଛି। ଯୋଗ୍ୟତା ଆମେ ପଢ଼ୁଛୁ ଯୋଗ୍ୟତା କହିଲେ ଗୋଟିଏ କାମ ଯାହାକୁ ଆମେ କରିପାରିବା ଯେଉଁଟା ଆମ ଦ୍ୱାରା ସମ୍ଭବ ତାହା ହେଉଛି ଯୋଗ୍ୟ। ସେମିତି ଗୋଟେ ବାକ୍ୟରେ ଯୋଗ୍ୟତା କ'ଣ ନା ବାଲକଟି ଉଡ଼ୁଛି। ବାଲକ କ'ଣ ଉଡ଼ିପାରେ ତାର ଡେଣା ନାହିଁ ସେ କିପରି ଉଡ଼ିବ। ଗୋଟେ ପକ୍ଷୀ ଥିବ ସେ ପକ୍ଷୀ ଉଡ଼ିପାରିବ କିନ୍ତୁ ଆମେ ମଣିଷ ତ ଉଡ଼ିପାରିବନି ବାଲକ ଉଡ଼ିପାରିବନି। ସେହିପରି ଏଇଟା ହେଉଛି କ'ଣ ବାଲକଟି ଉଡ଼ିପାରେ ନାହିଁ ଏଇଟା ଗୋଟେ ସମ୍ଭବ ଯୋଗ୍ୟତା ନୁହେଁ। ଗୋଟେ ବାଲକ କେବେ ବି ଉଡ଼ିପାରିବ ନାହିଁ ତାର ଯୋଗ୍ୟତା ନାହିଁ ସେ କିପରି ଉଡ଼ିପାରିବ ନାହିଁ। ଛେଳି ଗୀତ ଗାଉଛି ଛେଳି କେମିତି ଗୀତ ଗାଇବ ସେ ତ ପଶୁଟେ କେବେ କଥା କହିପାରୁନି ସେମିତି ଛେଳି କେବେ ବି ଗୀତ ଗାଇପାରିବ ନାହିଁ ଏଇଟା ସମ୍ଭବ ନୁହେଁ ଅଯୋଗ୍ୟ। ଗଛଟି ପାଣିରେ ଜଳିଗଲା କ'ଣ ପ୍ରକୃତି ଜଳରେ କ'ଣ ଗଛଟି ଜଳିବ। ଆମେ ନିଆଁ ଲଗାଇବା ପାଇଁ ଜଳର ବ୍ୟବହାର କରୁ କିନ୍ତୁ ଗଛଟି ପାଣିରେ ଜଳିଗଲା ଏଇଟା ତ ଅସମ୍ଭବ କଥା। ଏଇଟା ଶୁଣିଲେ ଲୋକ ବିଚିତ ହେବ ଶୁଣିଲେ ତାକୁ ଆଶ୍ଚର୍ଯ୍ୟ ହେବେ। ଠିକ୍ ସେ ଏଥିରୁ ହିଁ ଆମେ ଜାଣିପାରିବା କି ଯେତେବେଳେ ଆମେ କୌଣସି ବାକ୍ୟ କହୁଛୁ ସେଟାକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାର କିଛି ଅର୍ଥ ଥିବା ଦରକାର ତାହେଲେ ଯାଏ ତାକୁ ଆମେ କ'ଣ ବାକ୍ୟ ବୋଲି କହିବା। ଏବେ ଗଛଟି ପାଣିରେ ଜଳିଗଲା ପ୍ରକୃତିରେ କ'ଣ ଜଳରେ ପାଣି ପ୍ରକୃତିରେ କ'ଣ ଗଛ ପାଣିରେ ଜଳେ କି ନୁହେଁ।
ତ ସେଟା ବାକ୍ୟ କୁହାଯିବ ନାହିଁ, ତାହା ବାକ୍ୟ ବୋଲି କୁହାଯିବ ନାହିଁ। ତ ଏଠାରେ ଦିଆଗଲା ପ୍ରକୃତିରେ ନିମ୍ନଲିଖିତରେ କ'ଣ ଦିଆଯାଇଛି, ତାର ଉତ୍ତର ଗୁଡ଼ାକ ଦିଆଯାଇଛି। ଉତ୍ତର କ'ଣ ଦିଆଯାଇଛି ଦେଖ, ଉତ୍ତର ଦିଆଯାଇଛି ବାଲକଟି ଦୌଡ଼ୁଅଛି, ବାଲକଟି ଦୌଡ଼ୁଅଛି, ଗୀତାଟି ଗୀତ ଗାଉଅଛି, ଗଛଟି ନିଆଁରେ ପୋଡ଼ିଗଲା। ପ୍ରକୃତିରେ ଏହା ହେଉଛି ଠିକ୍ ବାକ୍ୟ। କ'ଣ, ବାଲକଟି ଦୌଡ଼ୁଛି, ବାଲକ ଉଡ଼ିପାରେ ନା ବାଲକ ଦୌଡ଼ିପାରେ? କ'ଣ, ବାଲକ ଉଡ଼ିପାରେ ନା ବାଲକ ଦୌଡ଼ିପାରେ? ଛେଲି ଗୀତ ଗାଉଛି, ଏଇଟା ଭୁଲ ବାକ୍ୟ। ଠିକ୍ ବାକ୍ୟ କ'ଣ, ସବିତା ଗୀତ ଗାଉଅଛି। ଠିକ୍ ସେହିପରି ଗଛଟି ପାଣିରେ ଜଳିଗଲା, ଏହା ହେଉଛି ଅଯୋଗ୍ୟ। ଯୋଗ୍ୟ ବାକ୍ୟ କ'ଣ ନା ଗଛଟି ନିଆଁରେ ପୋଡ଼ିଗଲା, ଏହା ଗୋଟେ ଯୋଗ୍ୟ ବାକ୍ୟ। କ'ଣ ନା ବାଲକଟି ଦୌଡ଼ିପାରେ, ଏଇଟା ଗୋଟେ ଯୋଗ୍ୟ ବାଲକ, ସେ ଦୌଡ଼ିପାରେ, ଖାଇପାରେ, ପିଇପାରେ, ପଢ଼ିପାରେ, ଏଇଟା ଗୋଟେ ଯୋଗ୍ୟ। ତାର ମୋର ଯୋଗ୍ୟ କ'ଣ, ମୁଁ ଏସବୁ କାମ କରିପାରୁଛି, ଯାହା ମୁଁ କରିପାରିବି ସେଟା ହେଉଛି ଯୋଗ୍ୟ। ବାଲକ କ'ଣ କରିବ, ଦୌଡ଼ି ପାରିବ, ସେଟା ହେଉଛି ତାର ଯୋଗ୍ୟ। ସବିତା କ'ଣ କହୁଛି, ଗୀତ ଗାଉଛି, ସେଟା ତାର ଯୋଗ୍ୟ, ସେଥିପାଇଁ ସେଟା ଯୋଗ୍ୟ ବାକ୍ୟ ହେଲା। ଗଛଟି ନିଆଁରେ ପୋଡ଼ିଗଲା, ଏଇଟା ପ୍ରକୃତି ସତ୍ୟ, ସେଥିପାଇଁ ଗଛଟି ନିଆଁରେ ଜଳିଗଲା, ଏଇଟା ହେଉଛି ପ୍ରକୃତ ସତ। ତ ସେଥିପାଇଁ ଗଛଟି ନିଆଁରେ ଜଳିଗଲା, ଏଇଟା ହେଉଛି ଯୋଗ୍ୟ ବାକ୍ୟ, ଏହାକୁ ଯୋଗ୍ୟ ବାକ୍ୟ ବୋଲି କରି କୁହାଯିବ। କ'ଣ ଏଥିରେ କୁହାଯାଇଛି, ବାକ୍ୟରେ ବ୍ୟବହାର କରାଯାଉଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା ବୋଲି କରି କୁହାଯାଏ। କ'ଣ ନା ବାକ୍ୟରେ ବ୍ୟବହାର କରାଯାଉଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା ବୋଲି କରି, କୌଣସି ବାକ୍ୟରେ ଆମେ ପଦକୁ ନେଇ ଯୁକ୍ତ କରୁଛୁ, ସେଇ ପଦ ପ୍ରକୃତିରେ ସେ ବାକ୍ୟର ସହିତ ଏବଂ ସେ ପଦର ସହିତ ସମ୍ବନ୍ଧ ଯଦି ଅଛି, ତାହେଲେ ଯାଇକରି ସେଟା ହେଉଛି ଯୋଗ୍ୟ ବାକ୍ୟ। ତାକୁ କ'ଣ କହିବା, ଯୋଗ୍ୟ ବାକ୍ୟ ବୋଲି କରି କହିବା। ଏଇନେ ଆମେ ଉଦାହରଣରେ ପଡ଼ିଲା, ବାଲକଟି ଉଡ଼ୁଅଛି, ଏଇଟା ତ ଯୋଗ୍ୟ ନୁହେଁ, ବାଲକ କେବେ ବି ଉଡ଼ି ପାରିବ ନାହିଁ, କିନ୍ତୁ ବାଲକ ଦୌଡ଼ି ପାରିବ, ସେଟା ହେଉଛି ଯୋଗ୍ୟ। ତାକୁ ଆମେ କ'ଣ କହିବା, ଦୌଡ଼ିବା ଏବଂ ଉଡ଼ିବା ଭିତରେ ସେ ବାଲକଟିର ଯୋଗ୍ୟ କ'ଣ ନା ସେ ଦୌଡ଼ି ପାରିବ, ଉଡ଼ି ପାରିବ ନାହିଁ, ସେଥିପାଇଁ ଏଇଟା ହେଉଛି ଯୋଗ୍ୟ ବାକ୍ୟ। ଯଦି ବାଲକଟି, ତ ବାଲକ ଗୋଟିଏ ପଦ ହେଲା, ଆଉ ଗୋଟେ ପଦ କ'ଣ, ଉଡ଼ୁଛି, ଆଉ ଗୋଟେ ପଦ କ'ଣ, ଦୌଡ଼ି ପାରିବ, ସେଟା ହେଉଛି ଯୋଗ୍ୟ, କିନ୍ତୁ ଉଡ଼ି ପାରିବ ନାହିଁ, ସେଟା ଉଡ଼ୁଅଛି, ଏଟା ହେଉଛି ଯୋଗ୍ୟ ନୁହେଁ। ସେଥିପାଇଁ ପ୍ରକୃତର ତାର ଉତ୍ତର ହେବ ବାଲକଟି ଦୌଡ଼ୁଅଛି। ପଛେ ଆସିଲା ଗୋଟିଏ, ଆଉ କ'ଣ ପଡ଼ିଥିଲା, ଗୋଟିଏ ଶୁଦ୍ଧ ବାକ୍ୟରେ ଆଉ କ'ଣ ଅଛି ନା ଆକାଂକ୍ଷା ଅଛି। ଆକାଂକ୍ଷା କହିଲେ କ'ଣ ନା ଏଠାରେ ମଧ୍ୟ ଗୋଟେ ଉଦାହରଣ ଦେଲା କି ମଦନ ସହିତ ଡେସ୍କ, ଏଇଠାରେ ବି ବାକ୍ୟଟି ପୂର୍ଣ୍ଣ ନୁହେଁ, ଏହା ଅନ୍ୟ କିଛି କଥାକୁ ଅପେକ୍ଷା କରୁଛି। ଡେସ୍କରେ କ'ଣ ହେବ, ଉତ୍ତର କ'ଣ ହେବ, ସେ କୌଣସି ପ୍ରକାର ପଦକୁ ସେ ଅପେକ୍ଷା କରୁଛି। ପ୍ରକୃତିରେ କି ପଦ ଆସିଲେ ସେ ବାକ୍ୟଟି ପୁରା ପୂର୍ଣ୍ଣ ହେବ। ଆଉ ଗୋଟେ ଦେଲା ଖରେ, ରବିବାର ଦିନ ଚପଲା ଡେସ୍କ କାବ୍ୟ ଅନ୍ୟଟିକୁ ପଦକୁ ଅପେକ୍ଷା କରି, ଏଇଟା ମଧ୍ୟ ଅନ୍ୟ ପଦକୁ ଅପେକ୍ଷା କରୁଛି। କେଉଁ ପଦ ଆସିଲେ, କେଉଁ ଶବ୍ଦ ଆସିଲେ ପ୍ରକୃତିରେ ସେ ଯେଉଁ ଖାଲି ସ୍ଥାନରେ କେଉଁ ଶବ୍ଦ ଆସିବା, କେଉଁ ପଦ ଆସିଲେ ବାକ୍ୟଟି ପୂର୍ଣ୍ଣ ହେବ, ଅପେକ୍ଷାରେ ଅଛି। ଉତ୍ତର ମଧ୍ୟ ତଳେ ଦିଆଗଲା, କ'ଣ କି କରେ ଦିଆଗଲା, ମଦନ ସହିତ ତାଙ୍କ ବାପା ଆସିବେ, ଏଇଟା ହେଉଛି ସମ୍ପୂର୍ଣ୍ଣ ବାକ୍ୟ। ରବିବାର ଦିନ ଚପଲା ଭୁବନେଶ୍ୱର ଯିବ, ଏଇଟା ହେଉଛି ସମ୍ପୂର୍ଣ୍ଣ ବାକ୍ୟ। ଅର୍ଥାତ୍ କହିଲା, ବାକ୍ୟରେ ଥିବା ଗୋଟିଏ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ ତାକୁ ଆକାଂକ୍ଷା କୁହାଯାଏ। ଆକାଂକ୍ଷା କାହାକୁ କୁହାଯାଏ ନା ଯେତେବେଳେ ଗୋଟିଏ ବାକ୍ୟ ଆଉ ଗୋଟିଏ ପଦର ଅପେକ୍ଷାରେ ରହେ, କି ସେଇ ପଦ ଆସିକରି ଗୋଟିଏ ବାକ୍ୟର ସମ୍ପୂର୍ଣ୍ଣତା କରିପାରିବ, ବା ପରସ୍ପର ମଧ୍ୟରେ ଅର୍ଥବୋଧକତା ପାଇଁ ଅପେକ୍ଷା କଲେ ତାକୁ ଆମେ ଆକାଂକ୍ଷା ବୋଲିକରି କହିବା। ତ
ଆଜି ଏତିକି ହିଁ ଆମେ ପଢ଼ିବା। ତାପରେ ଆସକ୍ତି ଏବଂ ବାକ୍ୟାଂଶ ଏବଂ ଖଣ୍ଡ ବାକ୍ୟ ବିଷୟରେ କାଲି ଆମେ ପଢ଼ିବା। ଏବଂ ଯେତେ ଆମେ ପଢ଼ିଛେ ସେମାନଙ୍କର କୋଶ୍ଚିନ୍ ଆମେ ଶୀଘ୍ର ନେଇକି ଆସିବୁ ତ ଅପେକ୍ଷାରେ ରହ। ଜୟ ଜଗନ୍ନାଥ।